सिटी एंट्रांस 2025 ପାଇଁ କିଛି ଜିଓଗ୍ରାଫିର क्वेश्चन डिस्कसन କରିବା। ତେବେ ପ୍ରଥମ क्वेश्चन ହେଉଛି କେଉଁ ଅଂଶରେ ଓଡ଼ିଶା ଉପକୂଳବର୍ତ୍ତୀ ସମତଳ ସବୁଠାରୁ ସଂକୀର୍ଣ୍ଣ? ଅପସନ୍ରେ ଅଛି ବାଲେଶ୍ୱର ସମତଳ, ନା ମହାନଦୀ ତ୍ରିକୋଣଭୂମି, ନା ଚିଲିକା ଉପକୂଳ, ନା ଋଷିକୁଲ୍ୟା ସମତଳ। ତେବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଯେଉଁଠାରେ କି ସବୁଠୁ ସଂକୀର୍ଣ୍ଣ ଅଣଓସାରିଆ, ତାର ଆନ୍ସର ହେଇଯିବ କ'ଣ ନା ଚିଲିକା ଉପକୂଳ। ଏ ଅପସନ୍ ସି ରାଇଟ୍ ଆନ୍ସର। ଏହାପରେ 2 ନମ୍ବର, କେଉଁ ଦୁଇଟି ସ୍ଥାନ ମଧ୍ୟରେ ସାତକୋଶିଆ ନଦୀଗଣ୍ଡ ରହିଛି? ସୋନପୁର ଏବଂ ବୌଦ୍ଧ, ନା ବୌଦ୍ଧ ଏବଂ ସୁନାଖଣିଆ, ନା ସୁନାଖଣିଆ ଏବଂ ବଡ଼ମୂଳ, ନା ବଡ଼ମୂଳ ଆଉ କଣ୍ଟିଲ। ସାତକୋଶିଆ ନଦୀଗଣ୍ଡ, ସାତକୋଶିଆ ଗଣ୍ଡ କେଉଁଠି ରହିଛି ନା ତାର ଆନ୍ସର ହେଇଯିବ ସୁନାଖଣିଆ ଏବଂ ବଡ଼ମୂଳ। ଏ ଅପସନ୍ ସି ରାଇଟ୍ ଆନ୍ସର। 3 ନମ୍ବର, ପୂର୍ବଘାଟର ବୃଷ୍ଟିଛାୟା ଅଞ୍ଚଳରେ ନିମ୍ନୋକ୍ତ କେଉଁ ଅଞ୍ଚଳଟି ଅବସ୍ଥିତ? ବୃଷ୍ଟିଛାୟା ଅଞ୍ଚଳରେ କେନ୍ଦୁଝର, ନା କୋରାପୁଟ, ନା ନୂଆପଡ଼ା, ନା ସମ୍ବଲପୁର। ପୂର୍ବଘାଟ ପର୍ବତମାଳାର ବୃଷ୍ଟିଛାୟା ଅଞ୍ଚଳରେ ତେବେ ରହିଛି କ'ଣ ନା ତାହା ହେବ ନୂଆପଡ଼ା ଡିଷ୍ଟ୍ରିକ୍ଟ। ଏ ଅପସନ୍ ସି ରାଇଟ୍ ଆନ୍ସର। 4 ନମ୍ବର, କେଉଁ ଚାଷ ଦ୍ୱାରା ଓଡ଼ିଶାରେ ମୃତ୍ତିକା କ୍ଷୟ ସଙ୍ଗେ ସଙ୍ଗେ ଅରଣ୍ୟର ପରିମାଣ ହ୍ରାସ ପାଉଛି? ତେବେ କେଉଁ ଚାଷ ଦ୍ୱାରା? ସଘନ କୃଷି ଦ୍ୱାରା, ନା ସ୍ଥାନାନ୍ତରିତ କୃଷି ଦ୍ୱାରା, ନା ବ୍ୟାପକ କୃଷି ଦ୍ୱାରା, ନା ସୋପାନ କୃଷି ଦ୍ୱାରା। ତେବେ ତାର ଆନ୍ସର ହେଇଯିବ କ'ଣ ନା ସ୍ଥାନାନ୍ତରିତ କୃଷି ଦ୍ୱାରା। ଗୋଟେ ସ୍ଥାନରେ କୃଷି କରୁକି ଆଉ ଗୋଟେ ସ୍ଥାନକୁ ନେଉଛନ୍ତି, ଯେମିତିକି ଜଙ୍ଗଲ ପୋଡ଼ିକି। ତେଣୁ ଏହି ସ୍ଥାନାନ୍ତରିତ କୃଷି ଅପସନ୍ ବି ରାଇଟ୍ ଆନ୍ସର। ଏହାପରେ 5 ନମ୍ବର, ଓଡ଼ିଶାର କେଉଁଠାରେ ଉଭୟ ଚିନି ଏବଂ ସିମେଣ୍ଟ କାରଖାନା ରହିଛି? ରାୟଗଡ଼ା, ନା ରାଜଗାଙ୍ଗପୁର, ନା ବରଗଡ଼, ନା ଆସ୍କା। ଚିନି କାରଖାନା ଏବଂ ସିମେଣ୍ଟ କାରଖାନା ଦୁଇଟା ଯାକ ରହିଛି କେଉଁଠି ନା ବରଗଡ଼। ଅପସନ୍ ସି ରାଇଟ୍ ଆନ୍ସର। ଏହାପରେ 6 ନମ୍ବର, ଭାରତର କେଉଁ ରାଜ୍ୟରେ ବୃଷ୍ଟି ଜଳ ଅମଳ ପାରମ୍ପରିକ ଭାବେ କରାଯାଇଥାଏ? ଅପସନ୍ରେ ଅଛି ଗୁଜୁରାଟ, ନା ହରିୟାଣା, ନା ପଞ୍ଜାବ, ନା ରାଜସ୍ଥାନ। ତେବେ ତାର ଆନ୍ସର ହେଇଯିବ କ'ଣ ନା ରାଜସ୍ଥାନ। ଅପସନ୍ ଡି ରାଇଟ୍ ଆନ୍ସର। ଏହାପରେ 7 ନମ୍ବର, ଓଡ଼ିଶାର ହୀରାକୁଦ ନଦୀବନ୍ଧ ଯୋଜନା କେଉଁ ପଞ୍ଚବାର୍ଷିକ ଯୋଜନା କାଳରେ ସ୍ଥାପନ କରାଯାଇଥିଲା? ଚତୁର୍ଥ, ନା ତୃତୀୟ, ନା ଦ୍ୱିତୀୟ, ନା ପ୍ରଥମ। ତେବେ ତାର ଆନ୍ସର ହେଇଯିବ କ'ଣ ନା ପ୍ରଥମ ପାଞ୍ଚବାର୍ଷିକ ଯୋଜନା। ଏ ଅପସନ୍ ଡି ରାଇଟ୍ ଆନ୍ସର। ଏହାପରେ 8 ନମ୍ବର, ଜୈବିକ ଚାଷରେ କେଉଁ ଉପାଦାନଟି ପ୍ରୟୋଗ କରାଯାଇ ନଥାଏ? ସବୁଜ ସାର, ନା ରାସାୟନିକ ସାର, ନା ଜୀବାଣୁ ସାର, ନା କମ୍ପୋଷ୍ଟ। ଜୈବିକ ଚାଷରେ କେଉଁ ଉପାଦାନଟି ପ୍ରୟୋଗ କରାଯାଇ ନଥାଏ? ତେବେ ତାର ଆନ୍ସର ହେଇଯିବ କ'ଣ ନା ଜୈବିକ ଚାଷରେ ଆମେ ସବୁଜ ସାର, ଜୀବାଣୁ ସାର, କମ୍ପୋଷ୍ଟ ଏଗୁଡ଼ା ପ୍ରୟୋଗ କରିବା, କିନ୍ତୁ ରାସାୟନିକ ସାର ନୁହଁ। ଏ ଅପସନ୍ ବି ରାଇଟ୍ ଆନ୍ସର। ଏହାପରେ 9 ନମ୍ବର, ଓଡ଼ିଶାର ଗୋପାଳପୁର ଅଞ୍ଚଳରେ କି ପ୍ରକାର ଜଳବାୟୁ ଅନୁଭୂତ ହୁଏ? ମୌସୁମୀ, ନା ମରୁ, ନା ନିରକ୍ଷ, ନା ଭୂମଧ୍ୟ ସାଗରୀୟ ଜଳବାୟୁ। ତେବେ ତାର ଆନ୍ସର ହେଇଯିବ କ'ଣ ନା ଗୋପାଳପୁରରେ ମୌସୁମୀ ଜଳବାୟୁ ପ୍ରବାହିତ ହୁଏ, ସମୁଦ୍ରକୂଳ ଅଞ୍ଚଳ। ଅପସନ୍ ଏ ମୌସୁମୀ ହେଇଯିବ ରାଇଟ୍ ଆନ୍ସର। ଏହାପରେ 10 ନମ୍ବର, ଓଡ଼ିଶାର ଅନୁଗୁଳ ଓ ଆଠମଲ୍ଲିକ ଅଞ୍ଚଳରେ କେଉଁ ମୃତ୍ତିକା ଦେଖାଯାଏ? ପଟୁ, ନା ଲୋହିତ, ନା କଳା, ନା ବାଦାମୀ। ତେବେ ତାର ଆନ୍ସର ହେଇଯିବ କ'ଣ ନା ଅନୁଗୁଳ ଏବଂ ଆଠମଲ୍ଲିକ ଅଞ୍ଚଳରେ କଳା ମୃତ୍ତିକା ଦେଖାଯାଏ। ଏ ଅପସନ୍ ସି ରାଇଟ୍ ଆନ୍ସର। ଏହାପରେ 11 ନମ୍ବର, ବାଲେଶ୍ୱରରୁ କଟକ ଦେଇ ବ୍ରହ୍ମପୁର ଟ୍ରେନରେ ଗଲେ, ବାଲେଶ୍ୱରରୁ କଟକ ତାପରେ ଦେଇକି ବ୍ରହ୍ମପୁର ଟ୍ରେନ୍ ଗଲେ କେଉଁ କ୍ରମରେ ନଦୀ ଗୁଡ଼ିକ ଅତିକ୍ରମ କରିହେବ? ଅପସନ୍ରେ ଅଛି ମହାନଦୀ, ତାପରେ ବ୍ରାହ୍ମଣୀ, ତାପରେ ବୈତରଣୀ, ତାପରେ ଋଷିକୁଲ୍ୟା। ନା ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ତାପରେ ଋଷିକୁଲ୍ୟା। ନା ଋଷିକୁଲ୍ୟା ପ୍ରଥମେ, ତାପରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ। ନା ପ୍ରଥମେ ବ୍ରାହ୍ମଣୀ, ତାପରେ ବୈତରଣୀ, ତାପରେ ଋଷିକୁଲ୍ୟା, ତାପରେ ମହାନଦୀ। ତେବେ ଆମେ ବାଲେଶ୍ୱରରୁ କଟକ ଯିବା, ପୁଣି ବ୍ରହ୍ମପୁରକୁ ଯିବା, ମାନେ ଉତ୍ତରରୁ ଦକ୍ଷିଣକୁ ଡାଇରେକ୍ଟ ଯିବା ଓଡ଼ିଶାର। ତେବେ କେଉଁ ନଦୀ ଗୁଡ଼ା ପ୍ରଥମ ପାଇବା? ଯଦି ଆମେ ପ୍ରଥମେ ଯିବା ବୈତରଣୀ, ତାପରେ ପାଇବା ବ୍ରାହ୍ମଣୀ, ତାପରେ ମହାନଦୀ, ତାପରେ ଯାଇକି ଋଷିକୁଲ୍ୟା। ତା ପୂର୍ବରୁ ଆମେ ଏଇ ନଦୀ ଗୁଡ଼ିକୁ ଆମେ ଅତିକ୍ରମ କରିକି ଯାଇପାରିବା। ଏ ଅପସନ୍ ବି ରାଇଟ୍ ଆନ୍ସର। ଏପରେ 12 ନମ୍ବର, ସାଲେମ ଲୌହ ଇସ୍ପାତ କାରଖାନା କେଉଁ ରାଜ୍ୟରେ ଅବସ୍ଥିତ? ଝାଡ଼ଖଣ୍ଡ, ନା ତାମିଲନାଡ଼ୁ, ନା କର୍ଣ୍ଣାଟକ, ନା ଛତିଶଗଡ଼। ସାଲେମ ଲୌହ ଇସ୍ପାତ ତାହା ହେଉଛି କେଉଁଠି ନା ତାମିଲନାଡ଼ୁରେ ରହିଛି। ଏ ଅପସନ୍ ବି ରାଇଟ୍ ଆନ୍ସର। ଏପରେ 13 ନମ୍ବର, କେଉଁ ସ୍ଥାନ ନିକଟରେ ମହାନଦୀର ସବୁଠାରୁ ବଡ଼ ଉପନଦୀ ଏହା ସହିତ ମିଶିଅଛି? ବୌଦ୍ଧ,
ନା କଟକ ନା ସମ୍ବଲପୁର ନା ସୋନପୁର। ତେବେ କେଉଁ ସ୍ଥାନର ନିକଟରେ ମହାନଦୀର ସବୁଠାରୁ ବଡ଼ ଉପନଦୀ ଏହା ସହିତ ମିଶିଛି? ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ସୋନପୁର ଠାରେ। ସୋନପୁର ଅପସନ୍ ଡି ରାଇଟ୍ ଆନ୍ସର୍। ଏପରେ 14 ନମ୍ବର, କେଉଁ ନଦୀର ଉତ୍ପତ୍ତି ସ୍ଥଳ ଓଡ଼ିଶାରେ ନୁହେଁ? ବୈତରଣୀ ନା ବୁଢ଼ାବଳଙ୍ଗ ନା ଋଷିକୁଲ୍ୟା ନା ସୁବର୍ଣ୍ଣରେଖା। ତେବେ କେଉଁ ନଦୀର ଉତ୍ପତ୍ତି ସ୍ଥଳ ଓଡ଼ିଶାରେ ନୁହେଁ କହିଛି। ତେବେ ଯଦି ଦେଖିବା ବୈତରଣୀ, ବୁଢ଼ାବଳଙ୍ଗ, ଋଷିକୁଲ୍ୟା ଏଗୁଡ଼ା ଓଡ଼ିଶାରୁ ସୃଷ୍ଟି, କିନ୍ତୁ ସୁବର୍ଣ୍ଣରେଖା ନୁହେଁ। ଏ ଅପସନ୍ ଡି ହେଇଯିବ ରାଇଟ୍ ଆନ୍ସର୍। 15 ନମ୍ବର, ଓଡ଼ିଶା ଉପକୂଳବର୍ତ୍ତୀ ବାଲିଆ ଭୂମିରେ କେଉଁ ଫସଲଟି ବିଶେଷ ଭାବେ କରାଯାଇଥାଏ? ଅଦା ନା କାଜୁ ବାଦାମ ନା ହଳଦୀ ନା ଧୂଆଁପତ୍ର। ଉପକୂଳବର୍ତ୍ତୀ ଅଞ୍ଚଳ ଯେଉଁଥିରେ କି ଆମେ କ'ଣ କରିବା ନା କାଜୁ ବାଦାମ, ଯେଉଁଟାକି କାଜୁ ବାଦାମ, ଏ ଅପସନ୍ ବି ହେଇଯିବ ରାଇଟ୍ ଆନ୍ସର୍। ବାଲିଆ ଭୂମିରେ ଅପସନ୍ ବି ରାଇଟ୍ ଆନ୍ସର୍। 16 ନମ୍ବର, ଭୁଲ ଯୋଡ଼ିଟିକୁ ବାଛିଦେବା। ଅନୁଗୁଳରେ ଆଲୁମିନିୟମ ନା ବିଲେଇପଦାରେ ସ୍ପଞ୍ଜ ଲୁହା, ବ୍ରଜନଗରର କାଗଜ, ରାଜଗାଙ୍ଗପୁରର ସିମେଣ୍ଟ। ତେବେ କେଉଁଟା ଭୁଲ ଅଛି ଆମେ ଯଦି ଦେଖିବା, ତେବେ ଅନୁଗୁଳ ଆଲୁମିନା ହେଇଯିବ ଏହାର ରାଇଟ୍ ଆନ୍ସର୍। 17 ନମ୍ବର, କେଉଁ ଦେଶ ସହାୟତାରେ ଅନୁଗୁଳଠାରେ ଏକ ଆଲୁମିନିୟମ କାରଖାନା ସ୍ଥାପିତ ହୋଇଅଛି? ଜର୍ମାନୀ ନା ଇଂଲଣ୍ଡ ନା କାନାଡ଼ା ନା ଫ୍ରାନ୍ସ। ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ଫ୍ରାନ୍ସର ସହାୟତାରେ। ଏ ଅପସନ୍ ଡି ରାଇଟ୍ ଆନ୍ସର୍। ଏପରେ 18 ନମ୍ବର, କେଉଁ ଜିଲ୍ଲାଟି ଓଡ଼ିଶାର ଉପକୂଳ ସଂଲଗ୍ନ ନୁହେଁ? ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା। ଉପକୂଳ ସଂଲଗ୍ନ ନୁହେଁ। ତେବେ ଯଦି ଆମେ ଦେଖିବା, ତେବେ ଯାଜପୁର ଯଦି ଦେଖିବା, ତେବେ ତାହା ସମୁଦ୍ର କୂଳକୁ ଲାଗି ନାହିଁ। এই ତିନୋଟି ଯାକ ଲାଗିଛି। ଏ ଅପସନ୍ ଏ ହେଇଯିବ ରାଇଟ୍ ଆନ୍ସର୍। ଏପରେ 19 ନମ୍ବର, କୃଷ୍ଣା ନଦୀ ଜଳ ବିବାଦ କେଉଁ କେଉଁ ରାଜ୍ୟ ମଧ୍ୟରେ ଚାଲୁ ରହିଛି? କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ନା କର୍ଣ୍ଣାଟକ ତାମିଲନାଡ଼ୁ ନା ଆନ୍ଧ୍ରପ୍ରଦେଶ ଛତିଶଗଡ଼ ନା ତାମିଲନାଡ଼ୁ ଆନ୍ଧ୍ରପ୍ରଦେଶ। ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ କୃଷ୍ଣା ନଦୀ ଜଳ ବିବାଦ ଚାଲିଛି। ଅପସନ୍ ଏ ରାଇଟ୍ ଆନ୍ସର୍। 20 ନମ୍ବର, ଭୁଲ ଯୋଡ଼ିଟିକୁ ବାଛିଦିଅ। ଚମ୍ବଲ ଗାନ୍ଧୀସାଗର ନା କୃଷ୍ଣା ରାଣା ପ୍ରତାପ ସାଗର ନା ନର୍ମଦା ସର୍ଦ୍ଦାର ସରୋବର ନା ସତଲେଜ ଗୋବିନ୍ଦ ସାଗର। ତେବେ ଯଦି ଆମେ ଦେଖିବା, ତେବେ ଚମ୍ବଲ ନଦୀରେ ଗାନ୍ଧୀସାଗର, ଆଉ ଏଇ ଚମ୍ବଲ ନଦୀରେ ମଧ୍ୟ ରାଣା ପ୍ରତାପ ସାଗର ରହିଛି। ତେଣୁ ଏଇ କୃଷ୍ଣା ଏବଂ ରାଣା ପ୍ରତାପ ସାଗରକୁ ଯଦି ଆମେ ଦେଖିବା, ତେବେ ଏହା ଠିକ୍ ନାହିଁ, ତା ଭୁଲ ଅଛି। କାରଣ କୃଷ୍ଣା ନଦୀରେ ନାଗାର୍ଜୁନ ସାଗର ଡ୍ୟାମ୍ ଆଉ ଶ୍ରୀ ଶୈଳମ ଡ୍ୟାମ୍, ଅଳମତି ଡ୍ୟାମ୍, ତୁଙ୍ଗଭଦ୍ରା ଡ୍ୟାମ୍ ଏଗୁଡ଼ା ସବୁ ରହିଛି। ତେଣୁ ଅପସନ୍ ବି ଠିକ୍ ନାହିଁ। ଏ ଅପସନ୍ ବି ହେଇଯିବ ଏହାର ରାଇଟ୍ ଆନ୍ସର୍। ଏହାପରେ 21 ନମ୍ବର, କେଉଁ ଧରଣର ଅରଣ୍ୟକୁ ଦକ୍ଷିଣ ଭାରତରେ ସ୍ଥାନୀୟ ଭାବେ ସସାଲ କୁହାଯାଏ? ଉପକ୍ରାନ୍ତୀୟ ଶୁଷ୍କ ଚିରହରିତ ଅରଣ୍ୟ ନା ଉପକ୍ରାନ୍ତୀୟ ପାର୍ବତ୍ୟ ଅରଣ୍ୟ ନା ନାତିଶୀତୋଷ୍ଣ ପାର୍ବତ୍ୟ ଅରଣ୍ୟ ନା ଆର୍ଦ୍ର ପାର୍ବତ୍ୟ ଅରଣ୍ୟ। ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ସଲାସ ହେଉଛି କ'ଣ ନା ନାତିଶୀତୋଷ୍ଣ ପାର୍ବତ୍ୟ ଅରଣ୍ୟ। ଏ ଅପସନ୍ ସି ରାଇଟ୍ ଆନ୍ସର୍। ଏପରେ 22 ନମ୍ବର, ନିମ୍ନୋକ୍ତ କେଉଁ ଚାପ ବଳୟରେ ବର୍ଷସାରା ଊର୍ଦ୍ଧ୍ୱଗାମୀ ଆର୍ଦ୍ରବାୟୁ ଶୀତଳ ହେବା ଫଳରେ ପ୍ରଚୁର ବୃଷ୍ଟିପାତ ହୋଇଥାଏ? ଉପକ୍ରାନ୍ତୀୟ ଶାନ୍ତ ବଳୟ ନା ଉପମେରୁଦେଶୀୟ ଲଘୁଚାପ ବଳୟ ନା ନିରକ୍ଷୀୟ ଶାନ୍ତ ବଳୟ ନା ମେରୁଦେଶୀୟ ଗୁରୁଚାପ ବଳୟ। କେଉଁ ଚାପ ବଳୟ ବର୍ଷସାରା ଊର୍ଦ୍ଧ୍ୱଗାମୀ ଆର୍ଦ୍ରବାୟୁ ଶୀତଳ ହେବା ଫଳରେ ପ୍ରଚୁର ବର୍ଷା ହୋଇଥାଏ? ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ନିରକ୍ଷୀୟ ଶାନ୍ତ ବଳୟରେ ଏ ଅପସନ୍ ସି ହେଇଯିବ ରାଇଟ୍ ଆନ୍ସର୍। ଦିନସାରା ପ୍ରବଳ ଗରମ, ଉପରଓଳି ପ୍ରବଳ ବର୍ଷା। ଏ ଅପସନ୍ ସି ରାଇଟ୍ ଆନ୍ସର୍। 23 ନମ୍ବର, ନିମ୍ନୋକ୍ତ ଅଞ୍ଚଳ ଗୁଡ଼ିକ ମଧ୍ୟରୁ କେଉଁଟି ଏକ ପାରିସ୍ଥିତିକ ତପ୍ତସ୍ଥଳୀ ରୂପେ ବିବେଚିତ? ପଶ୍ଚିମ ହିମାଳୟ ନା ଥର୍ ମରୁଭୂମି ନା ପଶ୍ଚିମ ଘାଟ ନା ପୂର୍ବ ଘାଟ। ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ପଶ୍ଚିମ ଘାଟ ପର୍ବତମାଳା ତପ୍ତସ୍ଥଳୀ। ଅପସନ୍ ସି ରାଇଟ୍ ଆନ୍ସର୍। 24 ନମ୍ବର, ଓଡ଼ିଶାର କେଉଁ ଅଞ୍ଚଳ ଅନ୍ୟ ତିନୋଟି ଅଞ୍ଚଳ ଅପେକ୍ଷା ଅଧିକ ଭାବେ କାଳବୈଶାଖୀ ଦ୍ୱାରା ପ୍ରଭାବିତ ହୋଇଥାଏ? ବାଲେଶ୍ୱର ସମତଳ ନା ମାଲକାନଗିରି ଉଚ୍ଚଭୂମି ନା ଋଷିକୁଲ୍ୟା ଅବବାହିକା ନା ଉପର ମହାନଦୀ ଅଞ୍ଚଳ।
କାଳବୈଶାଖୀ ଅଧିକ ହୋଇଥାଏ। ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ବାଲେଶ୍ୱର ସମତଳ ଅଞ୍ଚଳ। ଏ ଅପସନ୍ ଏ ହେଇଯିବ ରାଇଟ୍ ଆନ୍ସର୍। 25 ନମ୍ବର, ଓଡ଼ିଶାର କେଉଁ ଜିଲ୍ଲାରେ ବହୁଳ ଭାବରେ ଲଙ୍କା ଚାଷ କରାଯାଇଥାଏ? ବାଲେଶ୍ୱର ନା କଟକ ନା ଗଞ୍ଜାମ ନା କେନ୍ଦୁଝର? ଲଙ୍କା ଚାଷ ଗଞ୍ଜାମ ଜିଲ୍ଲାରେ ଅଧିକ ହୋଇଥାଏ। ଏ ଅପସନ୍ ସି ଗଞ୍ଜାମ ହେଇଯିବ ରାଇଟ୍ ଆନ୍ସର୍। ଏପରେ 26 ନମ୍ବର, ଶକ୍ତି ସମ୍ବଳର ପ୍ରାଚୁର୍ଯ୍ୟ ହେତୁ ଓଡ଼ିଶାର କେଉଁ ଅଞ୍ଚଳ ବିଶେଷ ଭାବେ ଶିଳ୍ପ ସମୃଦ୍ଧ ହୋଇପାରିଛି? ଅନୁଗୁଳ ଆଉ ତାଳଚେର ନା ଦାମନଯୋଡ଼ି ସୁନାବେଡ଼ା ନା ଯୋଡ଼ା ବଡ଼ବିଲ ନା ରାୟଗଡ଼ା ଆଉ ଥେରୁବାଲି? ଶକ୍ତି ସମ୍ବଳର ପ୍ରାଚୁର୍ଯ୍ୟ ହେତୁ ଓଡ଼ିଶାର କେଉଁ ଅଞ୍ଚଳ ବିଶେଷ ଭାବେ ଶିଳ୍ପ ସମୃଦ୍ଧ? ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ଅନୁଗୁଳ ତାଳଚେର। ଏ ଅପସନ୍ ଏ ହେଇଯିବ ରାଇଟ୍ ଆନ୍ସର୍। 27 ନମ୍ବର, ଭାରତର କେଉଁ ରାଜ୍ୟରେ ପତିତ ଏବଂ କୃଷି ଅନୁପଯୋଗୀ ଭୂମି ବିଶେଷ ଭାବରେ ଅନ୍ୟ ଧରଣର ଭୂ ବ୍ୟବହାରରେ ପରିବର୍ତ୍ତିତ ହୋଇପାରିଛି? ଆନ୍ଧ୍ରପ୍ରଦେଶ ନା ବିହାର ନା ତାମିଲନାଡ଼ୁ ନା ପଶ୍ଚିମବଙ୍ଗ? କେଉଁ ରାଜ୍ୟରେ ପତିତ ଏବଂ କୃଷି ଅନୁପଯୋଗୀ ଭୂମି? ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ପଶ୍ଚିମବଙ୍ଗରେ। ଅପସନ୍ ଡି ହେଇଯିବ ରାଇଟ୍ ଆନ୍ସର୍। 28 ନମ୍ବର, ନିମ୍ନୋକ୍ତ କେଉଁ ନଦୀର ଅବବାହିକା ଓଡ଼ିଶା ମଧ୍ୟରେ ସୀମିତ? ବ୍ରାହ୍ମଣୀ ନା ଋଷିକୁଲ୍ୟା ନା ସୁବର୍ଣ୍ଣରେଖା ନା ବଂଶଧାରା? କେଉଁ ନଦୀର ଅବବାହିକା ଓଡ଼ିଶା ମଧ୍ୟରେ ହିଁ ରହିଯାଇଛି? ତେବେ ତା'ର ଆନ୍ସର୍ ହେଇଯିବ ଋଷିକୁଲ୍ୟା। ଏ ଅପସନ୍ ବି ହେଇଯିବ ରାଇଟ୍ ଆନ୍ସର୍। 29 ନମ୍ବର, ପଶ୍ଚିମ ହିମାଳୟ ଅଞ୍ଚଳରେ ନିମ୍ନୋକ୍ତ କେଉଁ ପଦ୍ଧତିରେ ଜଳର ଗତି ପରିବର୍ତ୍ତନ କରି କୃଷି କ୍ଷେତ୍ରରେ ଜଳସେଚନ କରାଯାଇଥାଏ? ଗୁଲ ନା ଖାଡ଼ିନ୍ ନା ଜହାଦ ନା ଟନକା? କେଉଁ ପଦ୍ଧତିରେ ଜଳର ଗତି ପରିବର୍ତ୍ତନ କରି କୃଷି କ୍ଷେତ୍ରରେ ଜଳସେଚନ କରାଯାଇଥାଏ? ତେବେ ତା'ର ଆନ୍ସର୍ ହେଇଯିବ ଗୁଲ ପଦ୍ଧତି, ଗୁଲ ମେଥଡ଼। ଏ ଅପସନ୍ ଏ ହେଇଯିବ ରାଇଟ୍ ଆନ୍ସର୍। 30 ନମ୍ବର, ନିମ୍ନୋକ୍ତ କେଉଁ ଖଣିଜଟି ବିଦ୍ୟୁତ୍ ଶିଳ୍ପରେ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ? ହେମାଟାଇଟ୍ ନା ମ୍ୟାଗ୍ନେଟାଇଟ୍ ନା କ୍ରୋମାଇଟ୍ ନା ସିଡେରାଇଟ୍? ବିଦ୍ୟୁତ୍ ଶିଳ୍ପରେ ବିଶେଷ ଭାବେ ବ୍ୟବହୃତ ହୋଇଥାଏ। ତେବେ ତା'ର ଆନ୍ସର୍ ହେଇଯିବ କିଏ ନା କ୍ରୋମାଇଟ୍। ଏ ଅପସନ୍ ସି ରାଇଟ୍ ଆନ୍ସର୍। ଏପରେ 31, ନିମ୍ନୋକ୍ତ କେଉଁ ଜିଲ୍ଲାରେ ବାର୍ଷିକ ତାପ ବ୍ୟବଧାନ ଅଧିକ? ଗଞ୍ଜାମ ନା ଜଗତସିଂହପୁର ନା ଖୋର୍ଦ୍ଧା ନା ସମ୍ବଲପୁର? ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ବାର୍ଷିକ ତାପ ବ୍ୟବଧାନ ଅଧିକ ହେଉଛି ସମ୍ବଲପୁର ଠାରେ। ଏ ଅପସନ୍ ଡି ରାଇଟ୍ ଆନ୍ସର୍। କାରଣ ଏଗୁଡ଼ା ତିନୋଟି ହେଉଛି ଉପକୂଳବର୍ତ୍ତୀ କିନ୍ତୁ ସମ୍ବଲପୁର ନୁହଁ, ତେଣୁ ଏ ଅପସନ୍ ଡି ରାଇଟ୍ ଆନ୍ସର୍। 32, କେଉଁ ଅଂଶରେ ଓଡ଼ିଶାର ଉପକୂଳବର୍ତ୍ତୀ ସମତଳ ଭୂମି ସବୁଠାରୁ ପ୍ରଶସ୍ତ? ବାଲେଶ୍ୱର ସମତଳ ନା ଚିଲିକା ଉପକୂଳ ନା ମହାନଦୀ ତ୍ରିକୋଣ ଭୂମି ନା ଋଷିକୁଲ୍ୟା ସମତଳ ଭୂମି? ତେବେ କେଉଁଟାରେ ସବୁଠୁ ଅଧିକ ଓସାରିଆ ରହିଛି ସମୁଦ୍ରକୂଳିଆ ସମତଳ ଭୂମି? ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ତାହା ହେଉଛି ସବୁଠୁ ଓସାରିଆ, ଆଉ ଚିଲିକା ଉପକୂଳ ସବୁଠୁ ଅଣଓସାରିଆ। ଏ ଅପସନ୍ ସି ରାଇଟ୍ ଆନ୍ସର୍। 33, ଓଡ଼ିଶା ଉପକୂଳର ବାଲିଆ ଜମିରେ କେଉଁ ଫସଲ ବିଶେଷ ଭଲ ହୁଏ? କାଜୁ ବାଦାମ ନା ଲଙ୍କା ନା ଧୂଆଁପତ୍ର ନା ହଳଦୀ? ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା କାଜୁ ବାଦାମ। ଏ ଅପସନ୍ ଏ ରାଇଟ୍ ଆନ୍ସର୍। ଏହାପରେ 34 ନମ୍ବର, କେଉଁ ଦେଶର ସହାୟତାରେ ଅନୁଗୁଳଠାରେ ନାଲ୍କୋ ଆଲୁମିନିୟମ କାରଖାନା ପ୍ରତିଷ୍ଠିତ ହୋଇଛି? ବ୍ରାଜିଲ ନା ଫ୍ରାନ୍ସ ନା ଜର୍ମାନୀ ନା ଜାପାନ? ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ଫ୍ରାନ୍ସ ସହାୟତାରେ। ଅପସନ୍ ବି ହେଇଯିବ ରାଇଟ୍ ଆନ୍ସର୍। 35 ନମ୍ବର, ଉଷ୍ଣ ସ୍ରୋତ ଓ ଶୀତଳ ସ୍ରୋତର ମିଳନ ସ୍ଥଳରେ ନିମ୍ନଲିଖିତ କେଉଁଠି ସୃଷ୍ଟି ହୁଏ? ବୃଷ୍ଟିପାତ ନା ବିକିରଣ କୁହୁଡ଼ି ନା ବାତ୍ୟା ନା ଅଭିବହନ କୁହୁଡ଼ି? ତେବେ ତା'ର ଆନ୍ସର୍ ହେଇଯିବ କ'ଣ ନା ଅଭିବହନ କୁହୁଡ଼ି ସୃଷ୍ଟି ହୁଏ। ଏ ଅପସନ୍ ଡି ରାଇଟ୍ ଆନ୍ସର୍। ଏହାପରେ 36 ନମ୍ବର, କେଉଁ ଜିଲ୍ଲାଟି ସମ୍ପୂର୍ଣ୍ଣ ରୂପେ ମହାନଦୀ ତ୍ରିକୋଣ ଭୂମିରେ ଅବସ୍ଥିତ? କଟକ ନା ଜଗତସିଂହପୁର ନା ପୁରୀ ନା କେନ୍ଦ୍ରାପଡ଼ା? ତେବେ ସବୁଠୁ ଛୋଟ ଜିଲ୍ଲା ବି ମଧ୍ୟ ସେ ହେଉଛି କିଏ ନା ଜଗତସିଂହପୁର, ଯେଉଁଟାକି ମହାନଦୀ ତ୍ରିକୋଣ ଭୂମିରେ ହିଁ ସୃଷ୍ଟି। ଏ ଅପସନ୍ ବି ରାଇଟ୍ ଆନ୍ସର୍। ଏପରେ 37, ଚାଷ ଋତୁ ଅନୁସାରେ ନିମ୍ନୋକ୍ତ କେଉଁ ଫସଲଟି ଅନ୍ୟ ତିନୋଟି ଠାରୁ ଭିନ୍ନ? ସୋରିଷ ନା ଜଡ଼ା ନା ରାଶି ନା ବିରି? ତେବେ ଋତୁ ଅନୁସାରେ ଆମେ ଯଦି ଦେଖିବା ତେବେ ଅଲଗା ହେଇଯିବ କିଏ ନା ଏଇ ଜଡ଼ା। ଏ ଅପସନ୍ ବି ରାଇଟ୍ ଆନ୍ସର୍। କାରଣ ସୋରିଷ ରାଶି ବିରି ଏଗୁଡ଼ା ଗୋଟେ ସିଜନ୍,
ଆଉ ଯୋଡ଼ା ଅଲଗା ସିଜିନ୍, ତେଣୁ ଅପସନ୍ ବି ରାଇଟ୍ ଆନ୍ସର୍। 38 ନମ୍ବର, କେଉଁ ରାଜ୍ୟଦ୍ୱୟ ମଧ୍ୟରେ କୃଷ୍ଣା ଗୋଦାବରୀ ଜଳ ବିବାଦ ଦେଖାଦେଇଛି? ତେବେ ତା'ର ଆନ୍ସର୍ ହେଇଯିବ କ'ଣ? କୃଷ୍ଣା ଆଉ ଗୋଦାବରୀ ଜଳ ବିବାଦ ତାହା ହେଉଛି ଆନ୍ଧ୍ର ଏବଂ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଆଉ କର୍ଣ୍ଣାଟକ ମଧ୍ୟରେ, ଅପସନ୍ ସି ରାଇଟ୍ ଆନ୍ସର୍। ଏପରେ 39, ନିମ୍ନୋକ୍ତ କେଉଁଟି ଅଭ୍ର ଉତ୍ପାଦନର ଏକ ମୁଖ୍ୟ ଅଞ୍ଚଳ? ଆଜମିର, ନା କଦରମା, ନା ଗୟା, ନା ହଜାରିବାଗ? ତେବେ ତା'ର ଆନ୍ସର୍ ହେଇଯିବ କ'ଣ? ନା ଅଭ୍ର ଉତ୍ପାଦନ ପାଇଁ ମୁଖ୍ୟ ଅଞ୍ଚଳ ହେଉଛି କଦରମା, ଏ ଅପସନ୍ ବି ରାଇଟ୍ ଆନ୍ସର୍। 40 ନମ୍ବର, ତେଲ ତା'ର ଉପନଦୀ ମହାନଦୀ, ତେବେ ଡ୍ୟାସ୍ ଗୋଦାବରୀ? ଅପସନ୍ ଅଛି ଇନ୍ଦ୍ରାବତୀ, ନା ଶରାବତୀ, ନା କୋଶି, ନା ଘୋଡ଼ାହାଡ଼? ତେବେ ତା'ର ଆନ୍ସର୍ ହେଇଯିବ କ'ଣ? ନା ତାହା ହେଉଛି ଇନ୍ଦ୍ରାବତୀ, ଏ ଅପସନ୍ ଏ ହେଇଯିବ ରାଇଟ୍ ଆନ୍ସର୍। 41, ଶକ୍ତି ଉତ୍ପାଦନରେ କେଉଁଟି ଭାରତରେ ମୁଖ୍ୟ କଞ୍ଚାମାଲ ଭାବେ ବ୍ୟବହୃତ ହୁଏ? କୋଇଲା, ନା ଖଣିଜ ତୈଳ, ନା ପ୍ରାକୃତିକ ବାଷ୍ପ, ନା ୟୁରାନିୟମ୍? ଶକ୍ତି ଉତ୍ପାଦନରେ ଭାରତର ମୁଖ୍ୟ କଞ୍ଚାମାଲ ଭାବେ ବ୍ୟବହୃତ ହୁଏ କିଏ? ନା ସେ ହେଇଯିବ କୋଇଲା, ତେବେ ଅପସନ୍ ଏ ହେଇଯିବ ରାଇଟ୍ ଆନ୍ସର୍। 42, ନିମ୍ନୋକ୍ତ କେଉଁ ନଦୀଟି ଓଡ଼ିଶାରୁ ଉତ୍ପତ୍ତି ଲାଭ କରିଛି? ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ, ମହାନଦୀ? ତେବେ 2025ର ଡାଇରେକ୍ଟ ଏଇ କ୍ୱେଶ୍ଚନ୍ ରହିଛି 2025 ମସିହାରେ, ତେବେ ଏ ଥିଲା ଭାଇରାଲ୍ ହେଲା, ତେଣୁ ନହେଲେ ଇଜି କ୍ୱେଶ୍ଚନ୍ ଗୋଟେ ଥିଲା। ତାହା ହେଇଯିବ କ'ଣ? ବୈତରଣୀ ଗନାସିକାରୁ ବାହାରିଛି, ଏ ଅପସନ୍ ବି ରାଇଟ୍ ଆନ୍ସର୍। 43, କେଉଁଟି ଭାରତରେ ବୃଷ୍ଟିପାତ ସହିତ ସମ୍ପୃକ୍ତ ନୁହେଁ? ବାତାବର୍ତ୍ତ, ନା ପ୍ରତୀପ ବାତାବର୍ତ୍ତ, ନା ପରିଚଳନ, ନା ପାର୍ବତୀୟ ବାଧା? ତେବେ ତା'ର ଆନ୍ସର୍ ହେଇଯିବ କ'ଣ? ନା ବୃଷ୍ଟିପାତ ସହିତ ସମ୍ପୃକ୍ତ ନୁହେଁ, ପ୍ରତୀପ ବାତାବର୍ତ୍ତ ଭାରତ ପାଇଁ, ଏ ଅପସନ୍ ବି ରାଇଟ୍ ଆନ୍ସର୍। ତାପରେ 44, ଭାରତର କେଉଁଠାରେ ନାତିଶୀତୋଷ୍ଣ ମଣ୍ଡଳୀୟ ଅରଣ୍ୟ ଦେଖାଯାଏ? ଅପସନ୍ରେ ଅଛି ପୂର୍ବ ଘାଟ, ନା ପଶ୍ଚିମ ଘାଟ, ନା ଆରାବଳୀ, ନା ହିମାଳୟ? ତେବେ ତା'ର ଆନ୍ସର୍ ହେଇଯିବ କ'ଣ? ନା ନାତିଶୀତୋଷ୍ଣ ମଣ୍ଡଳୀୟ ଥଣ୍ଡା ଅଞ୍ଚଳ ହିମାଳୟଠାରେ, ଏ ଅପସନ୍ ଡି ହେଇଯିବ ରାଇଟ୍ ଆନ୍ସର୍। ଏପରେ 45, କେଉଁ ମେଘ ସହିତ ଘୂର୍ଣ୍ଣିଝଡ଼ ସମ୍ବନ୍ଧିତ? ଘୂର୍ଣ୍ଣିଝଡ଼ ସ୍ତର ମେଘ, ନା କପାସୀ ମେଘ, ନା କଳାହାଣ୍ଡିଆ ମେଘ, ନା ଅଳକ ମେଘ? ତେବେ ଘୂର୍ଣ୍ଣିଝଡ଼ ହେଉଛି କଳାହାଣ୍ଡିଆ ମେଘ, ଏ ଅପସନ୍ ସି ରାଇଟ୍ ଆନ୍ସର୍।